फुल अच्छी पूरा फुल अच्छी फुल अच्छी लोक खाइବାକୁ ପାଉନାହାନ୍ତି। କଣ କହୁଛି 5,000 କିନ୍ତୁ ମତେ ଲାଗୁଛି ଅଧିକା ଆଳୁ ଅଛି ବୋଲି। मेट्रिक टन सर टोटल कैपेसिटी अच्छी 50 मेट्रिक टन स्टॉक अच्छी मेट्रिक टन से 1 तला अच्छी 3 तला 4 तला फांका चल मैंने से देखिए लोक एते रेट काई होची 50-60 काई होची आपण किला रेट केते सर किला रेट केते आपनकर सर बेंगल रे आज अच्छी 26 टका 25 टका 26 टका 22 टका मते मोर जो व्यापारी अछन ना चिन्हा 22 टका 22 टका सर 26 ना 22 ମୁଁ ସକାଳୁ ରିପୋର୍ଟ ନେଇକି ଆସିଛି 22 ପୁଣି ଆପଣ 50 କାହିଁ କରୁଛନ୍ତି से रिटेल କଥା ଆଗ ରଖ ମୁଁ କଉ ମନା କରୁନି ବେପାର କରୁଛ ଲାଭ କରିବ କିନ୍ତୁ ଲୋକଙ୍କ ତଣ୍ଟି ଚିପି ଦଉଛ ଏଇଟା ଭୁଲ କଥା ସରକାରକୁ ଆପଣ ମାନେ ଅଲଗାରେ ପକଉଛନ୍ତି ଭଲ କଥା ନୁହେଁ କେତେ ଟଙ୍କା କିଣା ଅଛି ସେଟା ଦେଖାନ୍ତୁ ମୁଁ କନଫର୍ମ ହେଇଛି ତାପରେ ଆପଣ କେତେ ବିକୁଛନ୍ତି କ'ଣ ହେଉଛନ୍ତି ରିଟେଲକୁ କେତେ ଯାଉଛି ଟଙ୍କା ମାର୍କେଟକୁ ରିଟେଲ କାହିଁକି ଏତେ ରେଟ୍ ହେଉଛି ସେଥିପାଇଁ ମୁଁ ଜାଣିବାକୁ ଚାହୁଁଛି ମୁଁ ଯାହା ଅନୁଭବ କଲି ଆଜି ଆଳୁ ପ୍ରଚୁର ଭାବରେ ମହଜୁଦ ଅଛି ତାପରେ ବି ଗୋଟେ ଆର୍ଟିଫିସିଆଲ ସ୍କାର୍ସିଟି ଆଉ କରାଯାଉଛି ଆଳୁ ନାହିଁ ତ ସେଥିପାଇଁ ଯେଉଁ ରେଟ୍ ବଢ଼ୁଛି ସେଥିପାଇଁ କିଛି ବେପାରୀ ମଧ୍ୟ ଦାୟୀ ଅଛନ୍ତି ତାଙ୍କ ଉପରେ ନିଶ୍ଚିତ ଭାବରେ ଆକ୍ସନ୍ ନିଆଯିବ ମୁଁ ଜାଣୁଛି ୱେଷ୍ଟବେଙ୍ଗଲ ସରକାର ଆଳୁକୁ ସିଲ୍ କରିଛନ୍ତି ବନ୍ଦ କରିଛନ୍ତି ଇଏ ପ୍ରୋବ୍ଲେମ୍ ଅଛି ପ୍ରୋବ୍ଲେମ୍ ପରେ ବି ଆମ ପାଖରେ ଯେତିକି ଆଳୁ ଅଛି 7-8 ଦିନ ଆରାମସେ ଚଳି ହେବ କିଛି ଅସୁବିଧା ନାହିଁ କିନ୍ତୁ ହଠାତ୍ ୟାର ସୁଯୋଗ ନେଇ ରେଟ୍ ବୃଦ୍ଧି କରିବା ଇଏ ଆଦୌ ସମୀଚୀନ ନୁହେଁ ମୁଁ ବେପାରୀ ବନ୍ଧୁମାନଙ୍କୁ ନିବେଦନ କରୁଛି ସେଥିରୁ ନିବୃତ୍ତ ରୁହନ୍ତୁ ଆମର ଚିଠା ଅନୁଯାୟୀ ଯେତିକି କିଣିଛନ୍ତି ତାପରେ ଲାଭ ରଖିକି ବିକନ୍ତୁ ଇଏ ଖାଉଟିମାନଙ୍କୁ ଶୋଷଣ କରିବା ବନ୍ଦ କରନ୍ତୁ ଇଏ ହେଉଛି ମେସେଜ କିଣା ଶୁଣନ୍ତୁ କିଣା ଅତି ବେଶୀରେ ମୋର ପାଖରେ ଯାହା ରିପୋର୍ଟ ଅଛି 20ରୁ 2200 ଟଙ୍କାରେ ଏମାନେ କିଣୁଛନ୍ତି ବୁଝିପାରିଲେ ଅତି ବେଶୀରେ ଟଙ୍କେ 2 ଟଙ୍କା ଲାଭ ମାନେ ହୋଲସେଲର ରଖିବ ରିଟେଲ 5 ଟଙ୍କା ରଖିବ 6-7 ଟଙ୍କା ଯଦି ଆମେ ବଢ଼େଇଦେବା ତାହେଲେ ଅତି ବେଶୀରେ 30 ଭିତରେ ରେଟ୍ ରହିବା କଥା କିନ୍ତୁ ସେଟା 50-60 ଯିବା ଇଏ ଅସାଧୁ ବେପାରୀର କାମ ସେମିତି କାମ ନ କରନ୍ତୁ ମୁଁ ନିବେଦନ କରୁଛି ଖାଉଟିମାନଙ୍କୁ ହନ୍ତସନ୍ତ କରନ୍ତୁ ନାହିଁ ଅନ୍ୟଥା ସରକାର ଦୃଢ଼ ପଦକ୍ଷେପ ନେବ ଆଉ ସେଥିପାଇଁ ଯେଉଁମାନେ ଏ ପ୍ରକାର କାର୍ଯ୍ୟ କରୁଛନ୍ତି ଦାୟୀ ରହିବେ ମୁଁ ଦେଖିଲି ପୁରା ଚଢ଼ଉ କରାଯିବ ଓଡ଼ିଶାର ଯେତେ ଗୋଦାମ ଅଛି ସବୁ ଚଢ଼ଉ କରାଯିବ ମୁଁ ଖାଲି ଏଠିକି ଆସିଛି ମୋର ଅଫିସର ମାନେ ବିଭିନ୍ନ ଗୋଦାମ ଚଢ଼ଉ କରୁଛନ୍ତି ବର୍ତ୍ତମାନ ତା ରିପୋର୍ଟ ଆସିଯିବ କାହାକୁ ରେଟ୍ ବଢ଼େଇବାକୁ ଅନ୍ୟସରି ଦିଆଯିବ ନାହିଁ ଯାହା ଆଳୁ ମହଜୁଦ ଅଛି 7-8 ଦିନ ପର୍ଯ୍ୟନ୍ତ ଚଳି ହେବ ଏ ପ୍ରକାର ସ୍ଥିତି ଅଛି ଜମା ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇନାହିଁ ଆମ ପାଖରେ ସ୍ଥିତି ଅଛି କିନ୍ତୁ ଆମର ବ୍ୟବସାୟୀ ମାନେ ଆମକୁ ସହଯୋଗ କରନ୍ତୁ ଜମା ହଇରାଣ କରନ୍ତୁନି ଖାଉଟିମାନେ ଫିକ୍ସ ରେଟ୍ ଶୁଣନ୍ତୁ ଫିକ୍ସ ରେଟ୍ କିଣା ଉପରେ ଲାଭ ରଖି ସେମାନେ ବିକିବେ ୟାକୁ ଫିକ୍ସ କରିବାଟା ସମ୍ଭବ ନୁହେଁ ଆମେ କାହିଁକି ନା ଆଳୁ ପିଆଜ ଏସବୁ ଗୁଡ଼ାକ ବାହାରୁ ଆସୁଛି ଆମେ ସେଲ୍ଫ ସଫିସିଏଣ୍ଟ ଏପର୍ଯ୍ୟନ୍ତ ହେଇପାରିଲେ ପୂର୍ବ ସରକାର ଆଳୁ ମିଶନ ଫେଲ୍ ମାରିଲା ପିଆଜ ମିଶନ ଫେଲ୍ ମାରିଲା ସେ କିଛି କରିଲା ନାହିଁ ଆଜିର ଯେଉଁ ସ୍ଥିତି ଅଛି ପୂର୍ବ ସରକାର ପାଇଁ ମାନେ ଏଇଟା ଇଏ ସରକାର ଯେଉଁ ଆସିଲା ସାଙ୍ଗେ ସାଙ୍ଗେ କ'ଣ ସ୍ଥିତି ହେଇଗଲା ଏ ସ୍ଥିତି ଏଇ ସରକାର ଯୋଗୁଁ ନୁହେଁ ପୂର୍ବ ସରକାରର ଏ ପ୍ରକାର ସ୍ଥିତି କଲା କୌଣସି ଇନଫ୍ରାଷ୍ଟ୍ରକ୍ଚର କାମ କଲା ନାହିଁ କୌଣସି ମାନେ ଇଏ ଆଳୁର ପ୍ରଡକ୍ସନ କେମିତି କରିବା ପିଆଜ ପ୍ରଡକ୍ସନ କରିବା ତା ପାଇଁ କୋଲ୍ଡ ଷ୍ଟୋର କରିବା ଏ କାମ ଜମା କଲା ନାହିଁ ଆମର ଡିସ୍କସନ ଚାଲିଛି 3ଟା ବେଳେ ଆମର ଏ ଉପରେ ଗୋଟେ ଜରୁରୀ ବୈଠକ ମଧ୍ୟ ଆମେ କରିବୁ ଇମିଡିଏଟ୍ ଆମେ ପଦକ୍ଷେପ ନେବୁ ଆବଶ୍ୟକ ପଡ଼ିଲେ ଅନ୍ୟ ରାଜ୍ୟରୁ ଯଥା ଉତ୍ତରପ୍ରଦେଶରୁ ମଧ୍ୟ ଆମେ ଆଳୁ ଆଣିବାକୁ ଚେଷ୍ଟା କରିବୁ ଯେଉଁମାନେ ଏ ପ୍ରକାର ମହଜୁଦ ରଖିକିରି ରେଟ୍ ଆର୍ଟିଫିସିଆଲ ବଢ଼ାଉଛନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
ସେଇଟା ତ କହୁଛି ମୁଁ ଯୋଉମାନେ ରେଟ୍ କିଣା ରେଟ୍ ଠୁ ବହୁତ ଅଧିକା ଚଢା ରେଟ୍ରେ ବିକିବେ ତାଙ୍କ ଉପରେ ଆକ୍ସନ ନିଆଯିବ।